କହିଲେ ଏଇ ଯଦି ଶିଳ୍ପନୀତି ଅଛି ତାହେଲେ ଶିଳ୍ପ ହେଉନି କାହିଁ हाँ हाँ ତାହେଲେ ଆପଣ କହୁଛନ୍ତି ମୁଁ ପ୍ରଶ୍ନର ଉତ୍ତର ବଢ଼ିଆ ଲେଖିଲି କିନ୍ତୁ ମାର୍କ ଶୂନ ପାଉଛନ୍ତି हाँ ତେଣୁ ଆପଣ ବୁଝିବା ଦରକାର ଉତ୍ତର ପ୍ରଶ୍ନ ଏକା ହେଉନି ଆଚ୍ଛା। ଯାହାକୁ ଆମେ କହୁ କମ୍ପାଟେବିଲିଟି ଆମର ସମସ୍ୟା କ'ଣ ଆପଣ ସମାଧାନ କ'ଣ ଦେଉଛନ୍ତି ଗୋଟେ କମ୍ପ୍ଲିଟ୍ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍ ଏଠି ଥିଲା ସମୟକ୍ରମେ ଯେତେବେଳେ 2000 ଆମେ ପରିବର୍ତ୍ତନ ଶାସନକୁ ଆସିଲୁ ଜାନକୀଙ୍କ ପରେ ଆମେ ଗୋଟେ ପରିବର୍ତ୍ତନକୁ ଆଣିଲୁ ସେତେବେଳେ ଆ ପ୍ରତି ଗୋଟେ କେମିତି ନା କ'ଣ ସରକାରଙ୍କ ଦୃଷ୍ଟି ବଦଳିଗଲା अच्छा ସେମାନେ ଚାହିଁଲେ ବୃହତ ଶିଳ୍ପ ମାଧ୍ୟମରେ ଓଡ଼ିଶାରେ ଶିଳ୍ପାୟନ କରିବାକୁ ଏ ଯାହାକୁ ଆମେ କହୁ ଅଣୁଶିଳ୍ପ ବା ମାଇକ୍ରୋ ଶିଳ୍ପ, ଇଣ୍ଡଷ୍ଟ୍ରିଜ୍ ବା କ୍ଷୁଦ୍ର ଶିଳ୍ପ ବା ସ୍ମଲ୍ କି ମିଡ଼ିୟମ୍ ଶିଳ୍ପ ଏଗୁଡ଼ିକରୁ ଲୋକମାନଙ୍କର ନଜର ହଟେଇ ଦେଲେ ସେ କହିଲେ ନାଇଁ ବଡ଼ ଇଣ୍ଡଷ୍ଟ୍ରି ଆସିବ ଯେଉଁ କଥା ଆଜ୍ଞା ଶାନ୍ତି ବାବୁ କହିଲେ ଏତେ ଆଜ୍ଞା ଟଙ୍କା ଇନଭେଷ୍ଟମେଣ୍ଟ ଆସିବ ଆପଣଙ୍କୁ ମୁଁ ଖୋଲିକି କହୁଛି ଓଡ଼ିଶାର ଏମ୍ଏସ୍ଏମ୍ଇ ସେକ୍ଟରରେ ଇନଭେଷ୍ଟମେଣ୍ଟ ହେଉଛି ସବୁଠୁ କମ୍ ମୁଁ ମିନିଷ୍ଟ୍ରି ଅଫ୍ ଏମ୍ଏସ୍ଏମ୍ଇର ବି ନ୍ୟାସନାଲ୍ ବୋର୍ଡ଼ର ମେମ୍ବର ଥିଲି ମୁଁ ସେ କଥା ବି କହିଥିଲି ଏମ୍ଏସ୍ଏମ୍ଇ ହେଉଛି ଗୋଟିଏ କ୍ଷେତ୍ର ଯେଉଁଥିରେ କି ଆପଣଙ୍କର ସପ୍ଲାଇ ଚେନ୍ ବି ଠିକ୍ ଥିବ ଫରୱାର୍ଡ଼ ଚେନ୍ ବି ଠିକ୍ ଥିବ